ମୁଁ ମନେକର ମୋ ବାପାଙ୍କର ଗୋଟେ ଭଲ ଝିଅ ଥିଲି। ମୋ ବାପା ବହୁତ ବଡ଼ ଧନୀଶାଳୀ ଥିଲେ, ବଟ୍ ମୋତେ ବାହା ଦେଇଛନ୍ତି ଗୋଟେ ଗରିବ ଘର ପୁଅକୁ। ସେଠି ମୋର ଜଜମେଣ୍ଟ କ'ଣ? ମୋତେ ମୋ ସ୍ୱାମୀକୁ ନେଇ ଚଳିବାର ଅଛି। ମୋ ସ୍ୱାମୀ ଯାହା ବି ହେଇଥାଉ, ଟଲି ଟାଣିଥାଉ, ରିକ୍ସା ଚଲାଉଥାଉ, କି ଯେକୌଣସି ଅଟୋ ଡ୍ରାଇଭର ହେଇଥାଉ, କି ଗୋଟେ ଭିକାରୀଟିଏ ହେଇଥାଉ, ମୋତେ ମୋ ସ୍ୱାମୀର ମନ ନେଇ ଚଳିବାର ଅଛି। ତା ସହିତ ତା ପରିବାର ସହିତ ହସ ଖୁସିରେ ବିତେଇବାର ଅଛି। ତା ମାନେ ମୁଁ କ'ଣ ଗର୍ବ କରିବି କି ମୋ ବାପା ଜଣେ ଧନୀଶାଳୀ? ଆରେ ଭଗବାନ କହନ୍ତି, ଯେ ଦେଶ ଯିବ ସେ ଫଳ ଖାଇବ। ଯେଉଁ ଘରକୁ ଯିବ ସେଇ ଘରେ ନିଜର ସ୍ୱଭାବ ନେଇ ବଞ୍ଚିବ। ଯଦି ତୁମ ସ୍ୱଭାବରୁ ତମେ ବାହାରକୁ ଚାଲିଗଲ, ତାହେଲେ ତୁମର ସବୁକିଛି ନଷ୍ଟ ହେଇଗଲା। ଜାଣିବ ଯେ ତୁମର ଲାଇଫ୍ ସ୍ପଏଲ୍ ହେଇଗଲା। ସେଥିପାଇଁ ନିଜକୁ କେବେ ବି ଗର୍ବ ଆଉ ଅହଂ ଭିତରେ ଇଣ୍ଟରଫିୟର କରନ୍ତୁନି। କାହିଁକି ନା ମୋ ବାପା ଅତୀତରେ ଧନୀଶାଳୀ ଥିଲେ, ବର୍ତ୍ତମାନ ମୁଁ ଗରିବ ହେବାକୁ ଚାହୁଁଛି। ଆଉ ମୁଁ ଗରିବ ହେବାକୁ ଏଇଥିପାଇଁ ଚାହୁଁଛି ଯେ ଗରିବ ଭିତରେ ଭଲ ପାଇବା ଥାଏ, ପ୍ରେମ ଥାଏ, ଆଉ ଆନ୍ତରିକତା ଥାଏ। ତୋର ମୋର ନଥାଏ, ନା ହିଂସାବାଦ ନଥାଏ। ଆଉ ତା ଭିତରେ ଯେଉଁ ମଜା ଥାଏ, ଧନୀମାନଙ୍କ ଭିତରେ ତାହା ନଥାଏ। ସେଥିପାଇଁ ଯାହା ଅତୀତ ଅତୀତ, ବର୍ତ୍ତମାନକୁ ନେଇ ମୋତେ ବଞ୍ଚିବାର ଅଛି, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବାର ଅଛି। ବାସ୍ ଏଇଆ ହିଁ ମୋର ସ୍ୱପ୍ନ, ଆଉ ଏଇଆ ହିଁ ମୋର ଆଶା। ମୋ ବାପା ଥିଲେ ଧନୀଶାଳୀ, ମୁଁ ମାନୁଛି। ବର୍ତ୍ତମାନ ମୋ ସ୍ୱାମୀ ଗରିବ ହେଲେ ବି ମୋ ସ୍ୱାମୀ ମୋ ବାପାଙ୍କ ଠାରୁ ଆହୁରି ଧନୀଶାଳୀ। ଏଇ ଜଜମେଣ୍ଟ ମୋତେ ରଖିବାର ଅଛି ମୋ ମାଇଣ୍ଡରେ। ପ୍ରତିଟି ମୁହୂର୍ତ୍ତରେ ମୋତେ କହିବାର ଅଛି ମୋ ସ୍ୱାମୀ ସବୁଠାରୁ ବେଷ୍ଟ ପର୍ସନ୍ ଅଫ୍ ୱାର୍ଲଡ। ବଟ୍ ମୋ ସ୍ୱାମୀର କିଛି ନଥାଉ, ଏଇ ଚିନ୍ତାଧାରା ଯଦି ଗୋଟେ ନାରୀ ରଖିବ ନା, ତାହେଲେ ତା ଜୀବନର ଯୁଦ୍ଧରେ ତା ସ୍ୱାମୀ ସହିତ କୌଣସି ବାଜିରେ ବି ହାରିବନି। ଆଉ କିଛି ନାରୀ ଥାଆନ୍ତି, ଯଦି ସେ ଧନୀଶାଳୀ ଘରୁ ଆସିଥିବେ, ଯଦି ପଡ଼ିଗଲେ ଗରିବ ଘରେ କି ମଧ୍ୟନ୍ତ ପରିବାରରେ, ଯେଉଁମାନେ ଗର୍ବୀ ଆଉ ଅହଙ୍କାରୀ ଝିଅ, ସେମାନେ କ'ଣ କରନ୍ତି ନା ସେ ପରିବାରଟାକୁ ନଷ୍ଟ କରିଦିଅନ୍ତି। ଏମିତିକି ନିଜ ସ୍ୱାମୀର ଜୀବନଟାକୁ ଖାଇଯାଆନ୍ତି। ତାପରେ ଶାଶୁ ଶ୍ୱଶୁର, ତାପରେ ରିଲେଟିଭ୍ସ, ସମସ୍ତଙ୍କ ସହିତ ନିଜର ଲାଇଫକୁ ଏମିତି ବିତାନ୍ତି, ସେମାନେ ସମାଲୋଚନାର ପାତ୍ର ହୁଅନ୍ତି। ବଟ୍ ରେଜଲ୍ଟ ଶେଷରେ ଜିରୋ। ଆମକୁ ଅତୀତକୁ ଛାଡ଼ି